নমস্কার, সকালের বড় খবর, সকালের লাটেস্ট অপডেট। অভিযুক্ত গ্রাহক বেশরে আসিলে দোকানকু গলে শুভলক্ষ্মী জুয়েলারি দোকানকু গলে নিজ মনপসন্দ অলঙ্কার দেখিলে পরে পরে দিন দুই পরে একান্তর দেখি মুহরে স্প্রে মারি লুটপাট কলে। এমিতি এক ঘটনা ঘটিছি ভুবনেশ্বর অঞ্চলে। চালন্তু জানিবা আজির সম্পূর্ণ প্রসঙ্গ। ସବୁଦିନ ଖବର ଶୁଣୁଥିବେ ରାସ୍ତାଘାଟରୁ ଅଳଙ୍କାର ଚୋରି ହେଉଛି ବା ଲୁଟ୍ ହେଉଛି, କିନ୍ତୁ ଆଜିର ପ୍ରସଙ୍ଗ ଏମିତି ଅଛି ଯାହା ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭୁବନେଶ୍ୱର ଟମାଣ୍ଡ ଅଞ୍ଚଳର କଳିଙ୍ଗ ବିହାରରେ ଏମିତି ଏକ ଘଟଣା ଘଟିଛି କି ଜଣେ ଲୁଟେରା ଗ୍ରାହକ ବେଶରେ ଆସିଲେ, ଜୁଏଲରରୁ ମନପସନ୍ଦର ଗହଣା ଦେଖି ଚଏସ୍ କଲେ। ପରବର୍ତ୍ତୀ ସମୟରେ ଦିନ ଦୁଇ ପହରରେ ବ୍ୟବସାୟୀଙ୍କ ମୁହଁରେ ସ୍ପ୍ରେ ମାରି ଗହଣା ଧରି ଲୁଟ୍ କଲେ। ଏମିତି ଏକ ଘଟଣା ସାଧାରଣତଃ ଭୁବନେଶ୍ୱର ଟମାଣ୍ଡ ଅଞ୍ଚଳର କଳିଙ୍ଗ ବିହାରରେ ଘଟିଛି, ଯାହା ସିସିଟିଭିର ଲାଇଭ୍ ଏକ୍ସକ୍ଲୁସିଭ୍ ଫୁଟେଜ୍ ଆସିଛି। କିନ୍ତୁ ଏହା ବ୍ୟଥିତ କରୁଛି ଲୋକଙ୍କୁ, ଯଦି ଦିନ ଦୁଇ ପହରେ ଏମିତି ସ୍ପ୍ରେ ମାରି ଅଳଙ୍କାର ଦୋକାନରୁ ଲୁଟ୍ ହେଉଛି, ତାହେଲେ ସାଧାରଣ ଲୋକଙ୍କ ଜୀବନ କେମିତି କଟିବା, କେମିତି ଚଳପ୍ରଚଳ କରିବେ। ଏମିତି ଏକ ଘଟଣା ଗତକାଲି ହିଁ ଘଟିଯାଇଛି, କିନ୍ତୁ ଏହା ପରେ ସାବଧାନତାର କେଉଁଠି ନା କେଉଁଠି ଆବଶ୍ୟକତା ରହିଛି। କାହିଁକିନା ଯଦି ରାସ୍ତାଘାଟ ପରେ ପରେ ଦିନ ଦ୍ୱିପହରେ ଏମିତି ଲୁଟପାଟ ହେଉଛି, ତାହା ନିଶ୍ଚିନ୍ତ ଭାବରେ ଗୋଟିଏ ଆପତ୍ତିଜନକ ଘଟଣା, ଲୋକମାନଙ୍କୁ ବ୍ୟଥିତ କରୁଛି। ଯାହା ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍।